ଆଖି ଥାଇ ବି ଜଣେ କିପରି ଅନ୍ଧ ହୋଇଥାଏ ଆସନ୍ତୁ ଜାଣିବା। ଦିନେ ବାଦଶାହ ଆକବର ବୀରବଲଙ୍କୁ ପଚାରିଲେ, ବୀରବଲ କହିଲ ଦେଖି, ଆମ ନଗରରେ କେତେଜଣ ଅନ୍ଧ ଅଛନ୍ତି? ଏହା ଶୁଣି ବୀରବଲ କହିଲେ, ଜାହାପନା, ଗଣିକରି ତ ଠିକ୍ ଠିକ୍ କହିପାରିବି ନାହିଁ, ହେଲେ ମୁଁ ନିଶ୍ଚିତ ଭାବରେ କହିପାରିବି ଯେ ଅନ୍ଧଙ୍କ ସଂଖ୍ୟା ଆଖି ଥିବା ଲୋକଙ୍କଠାରୁ ଅଧିକ। ବାଦଶାହ ବୀରବଲଙ୍କ ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ବୀରବଲ, ଏହା ଯଦି ପ୍ରକୃତରେ ସତ ହୋଇଥାଏ, ତାହେଲେ ତୁମେ ଅନ୍ଧମାନଙ୍କର ସଂଖ୍ୟା ଗଣିକରି ମୋତେ ଏକ ସୂଚନା ଦିଅ। ବୀରବଲ ବାଦଶାହଙ୍କ କଥାରେ ସମ୍ମତି ଜଣାଇ 1 ସପ୍ତାହ ସମୟ ମାଗିଲେ। ଏ ଦୁନିଆ ଏକ ଅଦ୍ଭୁତ ଘର। ଯାହାର ଧନ ଅଛି ସେ କହୁଛି ମୋର କିଛି ନାହିଁ, ଯାହାର ନାହିଁ ସେ ମଧ୍ୟ କହୁଛି ମୋର କିଛି ନାହିଁ। ମିଛ କହି ମଧ୍ୟ କହୁଛି ମୁଁ ଯାହା କହୁଛି ସବୁ ସତ। ଆଖି ଥାଇ ମଧ୍ୟ ଅନ୍ଧ ସଦୃଶ କଥା କହେ। ସବୁ ଜାଣି ମଧ୍ୟ ଅଜଣାର ବ୍ୟବହାର ଦେଖାଏ। ବୀରବଲ 5 ଦିନ ଘରେ ଶୋଇ ରହି ଆରାମ କଲେ। 6 ଦିନ ସେ ବଜାରରେ ଏକ ଜୋତା ଦୋକାନରେ ବସି ଜୋତା ତିଆରି କଲେ। ବୀରବଲଙ୍କୁ ଜୋତା ତିଆରି କରୁଥିବାର ଦେଖି ଯେଉଁ ବ୍ୟକ୍ତି ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ପଚାରେ, ବୀରବଲ, ତୁମେ ଏ କ'ଣ କରୁଛ? ବୀରବଲ ତାଙ୍କୁ ଗର୍ବର ସହ କୁହେ, ମୁଁ ଜୋତା ତିଆରି କରୁଛି। ତାପରେ ସେ ପଚାରୁଥିବା ଲୋକର ନାମ ବୁଝିକରି ଗୋଟିଏ ତାଲିକାରେ ତା'ର ନାମ ଲେଖି ରଖେ। ସେହିଦିନ ସନ୍ଧ୍ୟା ସମୟରେ ବାଦଶାହ ସେହି ବଜାର ଦେଇ ଯାଉଥିଲେ। ସେ ମଧ୍ୟ ବୀରବଲଙ୍କୁ ପଚାରିଲେ, ବୀରବଲ, ତୁମେ ଏ କ'ଣ କରୁଛ? ହଜୁର, ଜୋତା ତିଆରି କରୁଛି ବୋଲି ବୀରବଲ ଉତ୍ତର ଦେଲେ ଏବଂ ବାଦଶାହଙ୍କ ନାମ ମଧ୍ୟ ସେହି ତାଲିକାରେ ଲେଖି ରଖିଲେ। ଏହି ପ୍ରକାରରେ ନଗରର ସବୁ ଲୋକ ବୀରବଲଙ୍କୁ ଏକା ପ୍ରଶ୍ନ ପଚାରୁଥିଲେ ଏବଂ ବୀରବଲ ସେମାନଙ୍କ ନାମ ପଚାରି କ୍ରମାନ୍ୱୟରେ ଲେଖି ଦେଉଥିଲେ। ଏହି ପ୍ରକାରରେ ତାଙ୍କ ପାଖରେ ଏକ ଲମ୍ବା ତାଲିକା ପ୍ରସ୍ତୁତ ହୋଇଗଲା। ତା ପରଦିନ ବୀରବଲ ଯାଇ ଦରବାରରେ ହାଜିର ହୋଇ ଅନ୍ଧମାନଙ୍କର ନାମ ଲେଖା ହୋଇଥିବା ସୂଚନାଟିକୁ ବାଦଶାହଙ୍କୁ ଦେଲେ। ବାଦଶାହ ସେହି ତାଲିକାରେ ଯେତେବେଳେ ନିଜ ନାମ ଦେଖିଲେ, ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ବୀରବଲ, ଏଥିରେ ତ ମୋର ନାମ ଅଛି, କିନ୍ତୁ ମୁଁ ତ ଅନ୍ଧ ନୁହେଁ। ଏହା ଶୁଣି ବୀରବଲ କହିଲେ, ହଜୁର, ଏ ସୂଚନା ସେହିମାନଙ୍କର ଯେଉଁମାନେ ମୋତେ ବଜାରରେ ଜୋତା ତିଆରି କରୁଥିବା ଦେଖିକରି ମଧ୍ୟ ପଚାରୁଥିଲେ କି ମୁଁ ଏ କ'ଣ କରୁଛି ବୋଲି। ହଜୁର, ଆପଣ ମଧ୍ୟ ଏହି ପ୍ରଶ୍ନ କରିଥିଲେ। ଏଥର ଆପଣ ଭାବନ୍ତୁ, ଲୋକ ଅନ୍ଧ ହେଲେ କି ନାହିଁ? ବୀରବଲଙ୍କ ଉତ୍ତର ଶୁଣି ବାଦଶାହ ଆକବର ଅନୁଭବ କଲେ, ପ୍ରକୃତରେ ଦେଖୁଥିବା ଜିନିଷକୁ ଆମେ କିପରି ଅଣନଜର କରିଥାଉ। ସେ ବୀରବଲଙ୍କ ବୁଦ୍ଧିକୁ ପ୍ରଶଂସା କଲେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।